জয় শিশু অনন্ত রাজা রাম, জয় সত্য সনাতন জয় শিশু অনন্ত রাজা রাম, জয় সত্য সনাতন ଶିଶୁ ଅନନ୍ତଙ୍କ ପବିତ୍ର ପୀଠରୁ ପରିବାର ତୀର୍ଥ ଶିଶୁ ଅନନ୍ତ ଆଶ୍ରମ ଏଇ ମହାନ ପୀଠରୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଗତକାଲି ଆମର ପାଟକୁରା ଥାନା ଗରଜଙ୍ଗା ଗ୍ରାମର ଏକ ଆଶ୍ରମରେ କାର୍ଯ୍ୟକ୍ରମ ହେଉଥିଲା। ମୁଁ ରାତିରେ ଫେରି ଆସିଛି। ପୁଣି ସନ୍ଧ୍ୟାରେ ସେହି ସ୍ଥାନରେ ପ୍ରୋଗ୍ରାମ ଆଜି ଅନୁଷ୍ଠିତ ହେବ। ଏଠି ଠାକୁର ଅଭିରାମ ଗୋଟିଏ ସୁନ୍ଦର କଥା କହିଲେ, ଯେଉଁ କଥାଟା ଭାଗବତର କଥା ସେ କଥାକୁ ନିଜ ଭାଷାରେ ସେ କହିଲେ। ଭାଗବତର କଥାଟି କ'ଣ? ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟ ଥାଇ, ଜୀବକୁ ଜୀବକୁ ଭୁଞ୍ଜାଇ ଭୁଞ୍ଜଇ। ମନେ କରାଯାଉ ଆମେ ଗୋଟିଏ ଜୀବକୁ, ସେ ଯୋଉ ପ୍ରକାର ଜୀବ ହଉ, ତାକୁ ଆମେ ଖାଇବାକୁ ଦଉଛୁ। ଖାଲି ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ଜୀବ ଜଗତର କଥା। ସିଏ ଯେତେବେଳେ ଖାଉଛନ୍ତି ସେ ଜୀବଟା ହୃଷ୍ଟପୃଷ୍ଟ ହେଉଛି। ଖାଦ୍ୟ ଖାଇ ସେ ଆନନ୍ଦରେ ବିଚରଣ କରୁଛି। ସେଇ ଆନନ୍ଦଟା ହିଁ ଭଗବାନ ଗ୍ରହଣ କରୁଛନ୍ତି। ଏଣୁ ଜଣେ ଭୋକିଲା ଲୋକକୁ ଖାଇବାକୁ ଦିଅ ବା ତାକୁ ପିନ୍ଧିବାକୁ ଦିଅ, ତାକୁ କିଛି ଦାନ କର। ପ୍ରକୃତରେ ଯଦି ସେ ଦରିଦ୍ର, ଯଦି ସେ ପ୍ରକୃତରେ ଭୋକିଲା ଲୋକ, ଆପଣମାନେ ବଡ଼ ବଡ଼ ମାନେ ମହୋତ୍ସବ ଦେଖିଥିବେ,
ଆମର ଧରନ୍ତୁ ବାହାଘର ମହୋତ୍ସବ, ବରଯାତ୍ରୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଇଥିବ, ବିଭିନ୍ନ ପ୍ରକାରର ଖାଦ୍ୟ। ତାଙ୍କୁ ପରିବେଷଣ କରିବା ପାଇଁ ଆହୁରି ସୁନ୍ଦର ସୁନ୍ଦର ଲୋକମାନେ ଜାମା ପ୍ୟାଣ୍ଟ ପିନ୍ଧି ମାନେ ରେଡି ହେଇକି ଥିବେ। କିନ୍ତୁ ସେଇଠି ଜଣେ ଭୋକିଲା ଲୋକ ଖାଇବାକୁ ମାଗୁଥିବ ବା ନୀରବରେ ଅପେକ୍ଷା କରିଥିବ ଗୋଟେ ଅନ୍ଧାରୁଆ ଜାଗାରେ, କେତେବେଳେ ବାବୁମାନେ ଖାଇସାରିବେ ମତେ ଗଣ୍ଡିଏ ଖାଇବାକୁ ଦେବେ। ଏଇ ମନୋଭାବଟାକୁ କେତେବେଳେ ମଣିଷ ବୁଝିଛି କି? ଆଉ ଯଦି ବୁଝିଛନ୍ତି ସେ କେତେ ଜଣ? ବିବାହର ହଉଛି, ବରଯାତ୍ରୀ ମାନଙ୍କୁ ଖାଇବାକୁ ଦିଆ ହଉଛି, କିନ୍ତୁ ଯୋଉ ବ୍ରାହ୍ମଣଙ୍କ ଦ୍ୱାରା ବିବାହର ଅନୁଷ୍ଠିତ ହଉଛି, ଯେଉଁ ଅବଧାନକ ଦ୍ୱାରା ମଙ୍ଗଳାଷ୍ଟକ ପାଠ ହଉଛି, ଏମାନେ ଖାଇଲେ କି ନ ଖାଇଲେ ସେ କଥା ମଧ୍ୟ ବୁଝିବା ପାଇଁ କାହା ପାଖରେ ସମୟ ନାହିଁ। ଜଣେ ବ୍ୟକ୍ତି ଥିଲେ, ସେ ବହୁତ ଦାନ କରୁଥିଲେ। ସେ ଦାନ କରିବାର ଉଦ୍ଦେଶ୍ୟ ଥିଲା ପୁଣ୍ୟ ଅର୍ଜନ କରିବା। ଏବେ ଗୋଟେ କାମନା ହେଇଗଲା, ମୁଁ ପୁଣ୍ୟ ଅର୍ଜନ କରିବା ପାଇଁ ଦାନ କରୁଛି। ଦାନ କରିବା ମୋର ସ୍ୱଭାବ ବା ମୋର କର୍ତ୍ତବ୍ୟ, ଇଏ ଉଦ୍ଦେଶ୍ୟରେ ସେ ଦାନ କରୁନି। ସେ ଦାନ କରୁଛି ପୁଣ୍ୟ ଅର୍ଜନ କରିବା ପାଇଁ। ଦାନ କରୁ କରୁ ଜମି ବାଡ଼ି ସବୁ ବିକ୍ରି କରିଦେଲା। ଶେଷରେ ତା ପରିବାର ଲୋକ ଖାଇବାକୁ ପାଇଲେନି, ଉପାସ ରହିଲେ, ପଡ଼ୋଶୀ ଘରୁ ମାଗିକିରି ଖାଇଲେ। ସେ ଦିନେ ତା ସ୍ତ୍ରୀ ଦିନେ ଶୁଣିଲା ଗୋଟେ ସହରର ଗୋଟିଏ ମାଡ଼ୁଆଳି ଭକ୍ତ, ସିଏ ପୁଣ୍ୟ ମାନେ କିଣୁଛି। ତାକୁ ବି କିଏ ଗୋଟେ କହିଛି ଯେ ପୁଣ୍ୟ କିଣିଲେ ପୁଣ୍ୟ ମିଳେ। ଧରନ୍ତୁ ଏଇ ପ୍ରକାର ପୁଣ୍ୟ ତମେ କରିଛ, ତାକୁ 1,00,000 ଟଙ୍କାକୁ ମୁଁ କିଣିଲି। ଏ ଦୁଇଟି ଯାକ କଥା ହଉଛି ଅନ୍ଧବିଶ୍ୱାସ। ପୁଣ୍ୟ କ'ଣ କିଣାଯାଏ? ତେବେ ସଜ୍ଜନ, ତା ସ୍ତ୍ରୀ ଆସି ସ୍ୱାମୀକୁ କହିଲା ଯେ ପୁଣ୍ୟ ଅର୍ଜନ ସେ ଅମୁକ ସହରରେ ଅମୁକ ଲୋକ କରୁଛନ୍ତି, ତମେ ତ ଜୀବନରେ ଅନେକ ପୁଣ୍ୟ କରିଛ, ଗୋଟା ଦିଟା ପୁଣ୍ୟ ବିକ୍ରି କରି ଅନ୍ତତଃ କିଛି ଅର୍ଥ ଆଣିଲେ ପରିବାର ପ୍ରତିପୋଷଣ ହବ। ସେ ଇଏ କଥାକୁ ଗ୍ରହଣ କଲା, କହିଲା ହଉ ତାହେଲେ ଠିକ ଅଛି, ମୁଁ ତ ଜୀବନ ସାରା ପୁଣ୍ୟ କରିବା ପାଇଁ ଅନେକ ଦାନ କରିଛି, ତେଣୁ ଯିବା ଆଉ ଗୋଟା ଦିଟା ପୁଣ୍ୟ ବିକ୍ରି କରିଦେବା। ଇଏ ଯେତେବେଳେ ପୁଣ୍ୟ କିଣିବାକୁ ଗଲା, ତା ସ୍ତ୍ରୀ 2 ଖଣ୍ଡ ରୁଟି ଆଉ ଗୁଡ଼ ଟିକେ ତା କାନିରେ ବାନ୍ଧିଦେଲା, ଭୋକ କଲେ ଖାଇବ ବୋଲି କହିଲା। ଇଏ ବାଟରେ ଚାଲିଛି, ସେଇ ଘରର ପୁଷ୍କରିଣୀ ନିକଟରେ ପହଞ୍ଚିଲା। ସେଠି ସ୍ନାନ ମାନେ ଗାଧୁଆ ପାଧୁଆ କଲା। ସ୍ନାନ ସାରି ସେ ରୁଟି ଆଉ ଗୁଡ଼କୁ ଯେତେବେଳେ ଖାଇବାକୁ ସେ ବାହାରିଛି, ସେତିକି ବେଳେ ଗୋଟିଏ ଭୋକିଲା କୁକୁର, ସିଏ ଚାଲି ପାରୁନେଇ, ସେ ତା ଆଗରେ ଆସି ଶୋଇକିରି ତାର ଅସ୍ପଷ୍ଟ ସ୍ୱରରେ ସିଏ ତାକୁ ଭୋକ କରୁଛି ବୋଲି ଜଣେଇଲା।
ଇଏ କ'ଣ କଲା, ଖଣ୍ଡେ ରୁଟି ଗୁଡ଼ ଟିକେ ଦେଲା। ତଥାପି ସେ କୁକୁର ଯାଉନି। ପୁଣି ଆଉ ଖଣ୍ଡେ ରୁଟି ଗୁଡ଼ ଟିକେ ଦେଲା। କହିଲା ମୁଁ ତ ଜୀବନ ସାରା କେତେ ପୁଣ୍ୟ କରିଛି, ଏ ବି ଗୋଟେ ପୁଣ୍ୟ ହବ। ତାପରେ ସେ ବ୍ୟକ୍ତିକୁ ଦେଖା କରିବା ପାଇଁ ଯେତେବେଳେ ଗଲା, ସେ ବ୍ୟକ୍ତି ଯୋଉ ପୁଣ୍ୟ କିଣେ ତା ସହଧର୍ମିଣୀ ବା ତା ସ୍ତ୍ରୀକୁ ସେ ପଚାରେ, ଇଏ ଲୋକଟାର କୋଉ ପୁଣ୍ୟକୁ ମୁଁ କିଣିବି? ସେ ତା ସହଧର୍ମିଣୀ କି ପଚାରିଲା, କହିଲା ଇଏ ଲୋକଟି ଆଇଛି ପୁଣ୍ୟ ଆମକୁ ବିକ୍ରି କରିବ, କୋଉ ପୁଣ୍ୟ ତାର ଏତେ ବେଶୀ ଯେ ଆମେ ସେ ପୁଣ୍ୟଟାକୁ କିଣିବା? କିଛି ଅର୍ଥ ନେଇ। ତା ସ୍ତ୍ରୀ ଧ୍ୟାନସ୍ଥ ହେଇ ବସିଲା। କିଛି ସମୟ ବସିବା ପରେ କହିଲା, ଇଏ ଯେହେତୁ ପୁଣ୍ୟ ଅର୍ଜନ କରିବା ପାଇଁ ଦାନ କରିଛି, ତାର କୌଣସି ପୁଣ୍ୟ ନାହିଁ। ସେ କେବଳ କାମନା ରଖିଛି ମୁଁ ଅମୁକ ଦାନ କଲେ ପୁଣ୍ୟ ଅର୍ଜନ କରିବି, ତେଣୁ ତାର ପୁଣ୍ୟ କିଛି ହେଇନି। କିନ୍ତୁ ଆଜି ସକାଳେ ଆମ ପୁଷ୍କରିଣୀ ନିକଟରେ ଯୋଉ ପୁଣ୍ୟଟି କରିଛି, ଗୋଟିଏ ଭୋକିଲା କୁକୁରକୁ ସେ ନିଜର ରୁଟି ନିଜର ମାନେ ଖାଇବା ପାଇଁ ଯୋଉ ରୁଟି ଗୁଡ଼ ଆଣିଥିଲା ତାକୁ ସେ ଦେଇଛି। ସିଏ ପୁଣ୍ୟର କିଛି ମୂଲ୍ୟ ନାହିଁ। ଆପଣ ଯାହା ଦେବେ ତାହା ଯଥେଷ୍ଟ ନୁହେଁ। ଇଏ କଥାକୁ ଶୁଣୁଥିଲା ମାଢୁଆଳି ବାବୁଙ୍କ ସ୍ତ୍ରୀଙ୍କ କଥାକୁ ଇଏ ପୁଣ୍ୟ ବିକ୍ରୟ କରିବାକୁ ଯାଇଥିବା ଲୋକଟି ଶୁଣିଲା। ସିଏ ମନରେ ଭାବିଲା, ମୁଁ ଏତେ ପୁଣ୍ୟ କଲି, ଜମିବାଡ଼ି ବିକ୍ରି କଲି, ସୁନା ଗହଣା ବିକ୍ରି କଲି, ମୁଁ ପୁଣ୍ୟ ପାଇଲିନି। ଆଜି କିନ୍ତୁ ଯୋଉ ପୁଣ୍ୟ କରିଛି ସେ ପୁଣ୍ୟ ଏକ ଅମୂଲ୍ୟ। ତେଣୁ ମୁଁ ଆକୁ ଆଉ ବିକ୍ରି କରିବିନି, ନା ତା ବଦଳରେ କିଛି ଅର୍ଥ ନେବି ନାହିଁ। ସେ ତାର ସ୍ୱଗୃହକୁ ଫେରି ଆସିଲା। ସେଇ ପୁଣ୍ୟ ପାଇଁ ଅନେକ ଲୋକଙ୍କ ମନରେ, କାରଣ ଆପଣ ଜାଣନ୍ତି ଭଗବାନ ହୃଦୟରେ ଅଛନ୍ତି। ଆମେ ଯାହାଙ୍କୁ ଭାବୁଛେ, ଯାହାଙ୍କୁ ମନ୍ଦିରରେ ପୂଜା କରୁଛେ, ସେ ଯେ କେବଳ ମନ୍ଦିରରେ ଅଛନ୍ତି ସେ କଥା ନୁହେଁ, ଆମ ଭିତରେ ସେ ପ୍ରଥମରେ ଅଛନ୍ତି। ତେଣୁ ସେଇ ଭଗବାନ ଅନେକଙ୍କ ମନ ଭିତରେ ସୃଷ୍ଟି କଲେ, ଇଏ ଗରିବ ଲୋକଟିକୁ ସାହାଯ୍ୟ କର, ଇଏ ଦାନୀ ଲୋକଟିକୁ ସାହାଯ୍ୟ କର। ଇଏ ଯାଇ ଘରେ ପହଞ୍ଚିଲା ବେଳକୁ ଅନେକ ଲୋକ ତା ଘରେ କିଏ ଚାଉଳ, କିଏ ସୁନା, କିଏ ବସ୍ତ୍ର ଆଣି ଦେଇ ଯାଇଛନ୍ତି। ଆଉ କାରଣ ଭାଗବତର ଗୋଟିଏ ପଦ, ମୁଜାକୁ ଘୁଅ ଈଶ ଜ୍ଞାନ ମୁଜାକୁ ହୁଅ ତେଣୁ ସେଇ ଜ୍ଞାନ ମଣିଷ ଭିତରେ ସୃଷ୍ଟି ହେଇଛି। ଆଗରୁ ସୃଷ୍ଟି ହେଉନଥିଲା। ଇଏ କୁକୁରଟିକୁ ଖାଇବାକୁ ଦେବା ପରେ ଅନେକଙ୍କ ମନରେ ସୃଷ୍ଟି ହେଲା, ଆରେ ସେ ଲୋକଟା ଦାନ କରି କରି ଗରିବ ହେଇଗଲା, ଖାଇବାକୁ ପାଉନି, ତେଣୁ ଆମେ ତାକୁ ଦାନ କରିବା। ସେଇ କଥା ଠାକୁର ଅଭିରାମ ଲେଖିଲେ, ଜୀବକୁ ଭୁଞ୍ଜାଇ ଭୁଞ୍ଜନ୍ତି ସର୍ବ ହୃଦୟରେ ରହି, ଭକ୍ତିରେ ମଳି ଥାଇ ତାକୁ ଦିଅନ୍ତି
ଜୀବକୁ ଭୁଞ୍ଜନ୍ତି ସର୍ବ ହୃଦରେ ରହି ଯାର ଭକ୍ତିରେ ମଳି ଥାଇ ତାକୁ ଜନ୍ତି ଭାଗବତର ଏଇ ପଦ ଯୋଉ ଗପଟି ଆପଣ ଶୁଣିଲେ ତା ଭିତରେ ଏଇ ତତ୍ଵ ନିହିତ ଅଛି ଜୀବକୁ ଭୁଞ୍ଜାଇ ଭୁଞ୍ଜାଇ। ତେଣୁ ସଜ୍ଜନ ବୈକୁଣ୍ଠ ଲେଖିଲେ ନେଇଛି ତୋ ଶରଣ କର ନାହିଁ ବାର କାରଣ କର ये पद्धतिर अर्थ भागवतर केमती खाई शरण निय मोर पादे शरण निय आम दुख आसब सुख आसब निंदा आसब प्रशंसा आसब सब तो आसब जन्म आसी मृत्यु निश्चय आसब रोग रोग भी आसब औषध भी आसब ये सब गोटाए लीला किंतु जदि आमे प्रकृत रे काय वाक्य मनरे जदि आमे गुरु बा गोविंदंक पदाब्जरे शरणापन्न हवा आमे शरण नहीं पारिबा ताहले ये दुख दुख भलिया लागिबो नहीं ना ये सुख सुख भली लागिबो नहीं। मु ये सृष्टि की आसीची कर्तव्य संपादन करिया पई मते के गाली दउची मते के प्रशंसा करती सेतुर कोन मिलिबो ये होची वैकुंठंकर कथा। आ मधु कहिले बुझाउछि जहा बुझु अछि ताहा भ्रमाइले मन हुए अस्थिर कराउछ जहा करूअछि ताहा कौनसी कर्मरे नाही मो बड़। ये कथार भागवत पद कोउठी करी कराउ थाई मोही करी कराउ थाई मोही ସିଏ କରି ଅନ୍ୟକୁ କରାନ୍ତି ଗୋଟେ ସୁନ୍ଦର କଥା। ସେ ନିଜେ ଆଚରଣ କରନ୍ତି ଧରନ୍ତୁ ସେ ମଦ୍ୟ ଖାଆନ୍ତି ନାହିଁ ମାଦକ ସେବନ କରନ୍ତି ନାହିଁ ସିଗାରେଟ ବିଡ଼ି ଗୁଡ଼ାକୁ ୟାକୁ ସବୁ ସେବନ କରନ୍ତି ନାହିଁ। ତେଣୁ ସେ ଅନ୍ୟକୁ କୁହନ୍ତି ବାବୁ ମଦ୍ୟ ମାଦକ ଖାଅନି ଦେହ ଅସୁସ୍ଥ ହବ ଆୟୁଷ କମିବ ତୁମେ ରୋଗାକ୍ରାନ୍ତ ହବ ତୁମେ ଯନ୍ତ୍ରଣା ଭୋଗିବ। ତାହେଲେ ଲୋକ କହିବେ ହଁ ଏଇ ବାବୁ ଯେତେବେଳେ କହିଲେନି ତାହେଲେ ସେୟା କରିବା। ଆଉ ଯଦି ସିଏ ଲୋକଟି ଦିନକୁ 2 ଥର ମଦ ପିଉଥିବ 5 ଥର ସିଗାରେଟ ଖାଉଥିବ ତେଣୁ ସିଏ ଲୋକର କଥା ଅନ୍ୟ ଉପରେ ପ୍ରଭାବ ପଡ଼ିବ ନାହିଁ। ସେଥିପାଇଁ ଆମ ବୈଷ୍ଣବ୍ୟ କୀର୍ତ୍ତନରେ ଅଛି ଆପନି ଆଚରି ଧର୍ମ ପରକେ ଶିଖା ଆପନି ତେଣୁ ସିଏ ନିଜେ ଯେଉଁ ଆଚରଣ କରେ
ଅନ୍ୟକୁ ସେଇଆ କରିବା ପାଇଁ ଶିକ୍ଷା ଦିଏ। ଆଉ ନିଜେ ଗୋଟିଏ ମିଛୁଆ ସମସ୍ତଙ୍କୁ ବୁଲିକିରି କହୁଛି ସତ କୁହ ସତ କୁହ। ତେଣୁ ସଜ୍ଜନ ପ୍ରତ୍ୟେକ କାମ ହଉଛି ଏଇଆ। ବାୟା ଗୋଟେ ସୁନ୍ଦର କଥା କହିଲେ, ଅବିଚାରରେ ମାନେ ବିଚାର କର ନା, କାୟ ମନ ବାକ୍ୟରେ ଶ୍ରୀ ଗୁରୁଦେବଙ୍କ ଆଜ୍ଞା ପାଳନ କରିବ। ଆମର ବୈଷ୍ଣବ୍ୟ କୀର୍ତ୍ତନ କେମିତି କହିଲେ, ଆଶ୍ରୟ କରିଆ ବନ୍ଦେ ଶ୍ରୀ ଗୁରୁ যা হই কৃষ্ণ প্রেম আশ্রয় করিয়া শ্রী গুরু ଗୁରୁଙ୍କର ଆଜ୍ଞା ତାକୁ ଯିଏ ନିଷ୍ଠାର ସହିତ ପାଳନ କରେ, ଅବିଚାରରେ ପାଳନ କରେ, କିଛି ବିଚାର ହର ଗୁରୁ କହିଲେ ତମେ ଏଇ କାମଟା କର, ତମେ ବସି ମନରେ ଭାବିବ ଏ କଥାଟା କଲେ ମୋର ଏଇଆ କାଳେ ହବ, ଏଇଆ କାଳେ ହବ, ଏ ପ୍ରକାରର ଭାବନା ମନ ଭିତରକୁ ଆଣନା। ସେଇ କୀର୍ତ୍ତନରେ ଅଛି, ଗୁରୁ ପାଦ ପଦ୍ମେ ଯା ରହେ ନିଷ୍ଠା ଜଗତ ତାରିତେ ধরে মহা গুরু পাদ পদ্মে যা রহে নিষ্ঠা জগত তারিতে ଯିଏ ସଦ୍ଗୁରୁ ସିଏ କେତେବେଳେ ଭୁଲ କଥା କହିବେ ନାହିଁ, ଆମର କ୍ଷତି ହେଲା ଭଳି କଥା ସେ ଆଦୌ କହିବେ ନାହିଁ। ଯେଉଁମାନେ ବା କିଛି ଗୁରୁମାନେ ବି ଅଛନ୍ତି ତାଙ୍କୁ ଗୁରୁ କହି ହବ ନାହିଁ, ସେମାନେ ପ୍ରହେଳିକା ସୃଷ୍ଟି କରନ୍ତି, ଶିଷ୍ୟ ଭକ୍ତ ଇତ୍ୟାଦି କରି ସେମାନଙ୍କ ଠାରୁ କିଭଳି ଅର୍ଥ ସ୍ୱର୍ଣ୍ଣ ଆଣିବେ ସେ ବ୍ୟବସ୍ଥା କରନ୍ତି। ପ୍ରକୃତରେ ଯିଏ ଗୁରୁ, ଆମର ଗୁରୁ ବନ୍ଦନାରେ ଲେଖା ହେଇଛନ୍ତି, ଭବ ସାଗର କା ରବିନନ୍ଦନ শরণ ভীত মনে গুরুদেব ଗୁରୁଙ୍କର କଥାକୁ ମାନ। ତୁମେ ଆଜି ଦୂର ବିଦେଶକୁ ଯାଉଛ, ଗୋଟେ ଜାଗାକୁ ଯାଉଛ, ଯଦି ମା କହିଦବ ବାପା ତୁ ଯା ନା, ତାହେଲେ ତୁମେ 3 ଥର ଚିନ୍ତନ କର ମୁଁ ଯିବି କି ନାହିଁ। ଯଦି ଯିବ ମାକୁ ବୁଝେଇକିରି ଯା, ମା ନଗଲେ ଆଜି ସେ କାମଟା ହେଇପାରିବନି। ଗୋଟେ ପ୍ରତ୍ୟକ୍ଷ କଥା ମୁଁ ଆପଣମାନଙ୍କୁ କହୁଛି, ଆଜି ଆଉ ସମୟ ନାହିଁ। ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ସମ୍ମିଳନ ହେଉଥିଲା ମୟୂରଭଞ୍ଜର ମଧୁବନରେ।
ଏଇ ଅଞ୍ଚଳ ଗୋଟେ ପାଟସୁରା ବୋଲି ଗୋଟେ ଗ୍ରାମ ଅଛି ପାଟକୁରା ଥାନାର। ସେଠି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ, ଠାକୁରଙ୍କର ନିଗମାନନ୍ଦଙ୍କର ଶିଷ୍ୟ। ସିଏ ସମ୍ମେଳନକୁ ଯିବେ। ତାଙ୍କ ନାଁ ବଟବାବୁ। ଆମେ ତାଙ୍କୁ ବଟବାବୁ ବୋଲି କହୁ, ଜଣେ କଣ୍ଟ୍ରାକ୍ଟର ଠିକାଦାର। ସିଏ ଯେତେବେଳେ ଠାକୁର ନିଗମାନନ୍ଦଙ୍କ ସମ୍ମେଳନକୁ ବାହାରିଲେ, ସେତେବେଳକୁ ଶୀତ କମି ଆସିଲାଣି, ଅଳ୍ପ ଶୀତ ଅଛି। ସେ ଗୋଟେ ଛୋଟ ଚାଦର ଏମିତି ତାଙ୍କ ସୁଟର ଫୁଟର ପିନ୍ଧି ଯେତେବେଳେ ବାହାରିଲେ, ତାଙ୍କ ମା କହିଲେ ବାପା ତୁ ସିଏ ଚାଦରଟା କ'ଣ ନେଇକି ଯାଉଛୁ? ନା ଆଉ ବହୁତ ଶୀତ ତ କମିଲାଣି, ଆଉ ଚାଦରଟା ଗୋଟେ ଚାଦର ହେଲେ ଚଳିବ। ଆଉ ନା 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 ଏ କମଳଟା ନେଇଯା। ସିଏ ମନା କଲେ ବୋଉ ଏ କମଳଟା ପୁଣି ତାକୁ ପୁଣି ମୁଁ ନେଇକି ଗୋଟେ ବୋଝ ଭଳିଆ ତାକୁ ନେଇକିରି ଯିବି। ନା ମୁଁ ବା କହୁଛି ନେଇକିରି ଯା। ସେ କମଳଟିକୁ ନେଇକିରି ଯାଇଥିଲେ ବଟବାବୁ। ଆପଣମାନେ ଶୁଣିଥିବେ ଠାକୁର ନିଗମାନନ୍ଦଙ୍କର ସେଇ ପବିତ୍ର ସମ୍ମେଳନରେ ଅଗ୍ନିକାଣ୍ଡ ଘଟିଲା। ଅନେକ ଭକ୍ତମାନଙ୍କର ଜୀବନ ସେଇଠି ଚାଲିଗଲା। ସେତେବେଳେ ଆମ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଦେବଗୌଡ଼ା। ସେ ପାର୍ଲାମେଣ୍ଟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ, ନିଜେ ମଧ୍ୟ ଆସିଥିଲେ। ଅନେକ ବ୍ୟକ୍ତିମାନଙ୍କର ଜୀବନ ଦୀପ ଲିଭିଗଲା। ଇଏ ଯୋଉ ବଟବାବୁ, ଇଏ ଦେଖିଲେ ଆଙ୍କ ଚାରିପାଖ ଯାକ ନିଆଁ। ବୋଉ ଯୋଉ କମଳଟି ଦେଇଥିଲେ ତାଙ୍କ ମା, ସେ କମଳଟାକୁ ମୁଣ୍ଡ ଠାରୁ ଗୋଡ଼ ମୁଣ୍ଡ ଘୋଡ଼େଇ ପଡ଼ି ନିଆଁ ଭିତରେ ପଶିକି ପଳେଇ ଆସିଲେ। ସେ କଥାଟା ସେ ବଳିଆକୁ କହି କାନ୍ଦୁଥିଲେ ବା ଆଖିରେ ଲୁହ ଝରଉଥିଲେ। ଯଦି ବୋଉ ଯଦି ସେ କମଳ ଦେଇନଥାନ୍ତା, ମୁଁ ଯଦି ଆଣିନଥାନ୍ତି, ତାହେଲେ ମୁଁ ମଧ୍ୟ ସେ ନିଆଁରେ ପୋଡ଼ି ହେଇ ମରିଥାନ୍ତି। ତେଣୁ ମାତୃ ପିତୃ ଆଦେଶକୁ ଅବିଚାରରେ ପାଳନ କର। ଯଦି ବିଶେଷ କାମ ଥାଏ, ତାଙ୍କୁ ବୁଝେଇ ସୁଝେଇ ତାଙ୍କ ଆଶୀର୍ବାଦ ନେଇ ଯାହା କରୁଛ କର। ଏଣୁ ଗୁରୁଜନଙ୍କ କଥାକୁ ସବୁବେଳେ ଉପେକ୍ଷା କର ନା। ଆଉ ସଦ୍ଗୁରୁଙ୍କ କଥା କେତେବେଳେ ଉପେକ୍ଷା ବି କରିବନି, କୌଣସି କଥାରେ ନୁହଁ। ଗୁରୁ ଦ୍ରୋଣାଚାର୍ଯ୍ୟ କହିଲେ ଏକଲବ୍ୟକୁ ଆଙ୍ଗୁଠଟା କାଟିଦେ। ସେ କ'ଣ ଭାବିଛି ଆଙ୍ଗୁଠଟାକୁ କାଟିଦେଲେ ମୁଁ ଆଉ ଧନୁଶର ଧରି ପାରିବିନି? ସେ ସାଙ୍ଗେ ସାଙ୍ଗେ କାଟିକି ଦେଇଦେଲା ନା। ତେଣୁ ଗୁରୁ ରୂପେ ବାୟା କହିଲେ ଗୋଟେ ସୁନ୍ଦର କଥା। ପବିତ୍ର ଟିକିରି ମଠରେ ଏଇ ସେବକକୁ କହିଥିଲେ, ଗୁରୁ ରୂପେ କୃଷ୍ଣ କୃପା ତତ୍ୱର ତତ୍ତ ଛାଡ଼ ବେଦ କୃଷ୍ଣ କୃପା ଗୁରୁ ସ୍ୱୟଂ ବ୍ରହ୍ମା ନୁହନ୍ତି। ଜଷ୍ଟ ଲାଇକ୍ ବ୍ରହ୍ମା, ଜଷ୍ଟ ଲାଇକ୍ ବିଷ୍ଣୁ, ଜଷ୍ଟ ଲାଇକ୍ ଶିବ, ଜଷ୍ଟ ଲାଇକ୍ ପରଂ ବ୍ରହ୍ମ। କେବଳ ଏତିକି ନୁହେଁ, ଇଏ ପୃଥିବୀରେ କିଏ ମାନୁ ବା ନ ମାନୁ, ଧରନ୍ତୁ ଖ୍ରୀଷ୍ଟିଆନ ମାନେ କହୁଛନ୍ତି ଆମେ ସେ ଗୁରୁ ଗ୍ରହଣ କରୁନା, ସେ ବାଇବେଲକୁ ମାନୁଛନ୍ତି କି ନାହିଁ? ସେ ବାଇବେଲକୁ ଜଣେ ଗୁରୁ ଲେଖିଛନ୍ତି କି ନାହିଁ? କୋରାନକୁ ଜଣେ ଗୁରୁ ମହମ୍ମଦ ଲେଖିଛନ୍ତି କି ନାହିଁ? ସେମିତି ଗୁରୁ ହଉଛନ୍ତି, ଗୁରୁ ସଦ୍ଗୁରୁ ଇଜ୍ ଦ ବେଷ୍ଟ ଗାଇଡ୍ ଅଫ୍ ଲାଇଫ୍। ତେଣୁ ସଜ୍ଜନ, ଜୀବନକୁ ଯଦି ସରସ ସୁନ୍ଦର କରିବାକୁ ଚାହୁଁଛ,
ଗୁରୁଙ୍କର ଆଜ୍ଞାକୁ ପାଳନ କର, ତେବେ ଯାଇ ଭଲ ମଣିଷ ହବ। କଥାଟି ଏଠି ରଖିବା। জয় গুরু জয় গুরু জয় গুরু জয় গুরু জয় গুরু জয় গুরু জয় জয় গুরু জয় গুরু জয় গুরু জয় জয় গুরু জয় গুরু জয় জগন্নাথ। জয় গুরু জয় গুরু জয় জগন্নাথ জয় গুরু জয় গুরু বৈকুণ্ঠনাথ। জয় গুরু জয় গুরু বৈকুণ্ঠনাথ জয় গুরু জয় গুরু বৈকুণ্ঠনাথ। জয় গুরু জয় গুরু বৈকুণ্ঠনাথ জয় গুরু জয় গুরু জয় জগন্নাথ। জয় গুরু জয় গুরু জয় জগন্নাথ জয় গুরু জয় গুরু বৈকুণ্ঠনাথ।